ଦ୍ୱିତୀୟ ପିତର 3:9। ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ସମ୍ବନ୍ଧରେ ପ୍ରତିଜ୍ଞା ବିଷୟରେ ଯେପରି ବିଳମ୍ବ କରନ୍ତି, ସେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। এই ପଦ ଗୋଟେ ବହୁ ଜଣଙ୍କ ପାଇଁ କନଫ୍ୟୁଜନ ଅଟେ, କାରଣ ଲେଖାଯାଏ ପ୍ରଭୁ ଏଥିପାଇଁ ବିଳମ୍ବ କରନ୍ତି ଯେପରିକି କେହି ବିନଷ୍ଟ ନ ହୋଇ ସମସ୍ତେ ମନ ପରିବର୍ତ୍ତନ କରନ୍ତୁ ବୋଲି। ତ ଏଇ ବାକ୍ୟକୁ ଧରି କଣ ବୁଝି ହେଉଛି? এই ଜଗତରେ କେହି ବିନଷ୍ଟ ନ ହୁଅନ୍ତୁ ବୋଲି ପ୍ରଭୁ ଅପେକ୍ଷା କରୁଛନ୍ତି, ଆଉ ସମସ୍ତେ ମନ ପରିବର୍ତ୍ତନ କରିବେ ବୋଲି ପ୍ରଭୁ ଅପେକ୍ଷା କରୁଛନ୍ତି ବୋଲି ଭାବିକି ଏମିତି ନେଇକି କହୁଛନ୍ତି। ତ ଏମାନେ ସବୁ କେବେ ପରିବର୍ତ୍ତନ ହେବେ? ଏମାନେ ପରିବର୍ତ୍ତନ ନ ହଉନୁ ପ୍ରଭୁ ଆସିବେ ଏକା ନାହିଁ। ସେମିତି ବୁଝିଲେ ନାହିଁ କି ବାକ୍ୟକୁ? ଏଥିରେ ଇଲଜିକାଲ ସିଚୁଏସନ ଟିକେ ଦେଖନ୍ତୁ। ପ୍ରଥମ କଥା, କେହି ବିନଷ୍ଟ ନ ହୁଅନ୍ତୁ ସମସ୍ତେ ମନ ପରିବର୍ତ୍ତନ କରନ୍ତୁ ବୋଲିବା ଆପଣମାନେ ଭାବିଲା ପରି ଯଦି ପଦ ଅଛି, ତ ମନ ପରିବର୍ତ୍ତନ ନ କରୁନୁ ଏ ଜଗତରେ କେବେ ମରିବାର ବି ନଥିଲା। ପରିବର୍ତ୍ତନ ନ କରୁନୁ ଯଦି ମରିବାର ନଥିଲା, ତ ଜନସଂଖ୍ୟା 800 କୁଆଡେ 20,000 ଅଧିକ ହେଇଯାଇଥାନ୍ତା। 20,000 କୋଟି ଠାରୁ ଅଧିକ, 1500 କୋଟି, 2000 କୋଟିଠୁ ଅଧିକ ହେଇଯାଇଥାନ୍ତା। ସେମାନଙ୍କର ମନ ପରିବର୍ତ୍ତନ ପର୍ଯ୍ୟନ୍ତ ଯଦି ପ୍ରଭୁ ଅପେକ୍ଷା କରିଥାନ୍ତେ, କଣ ପରିତ୍ରାଣ ନ ପାଇଲେ ତ ବିନଷ୍ଟ ହେଇଯିବେ ନା, ମରିଲେ ବିନଷ୍ଟ ହେଲା ପରିକା। ଆପଣ ମାନେ ଭାବିଲା ପରି ନୁହେଁ ଏଇଟା। କେହି ବିନଷ୍ଟ ନ ହୁଅନ୍ତୁ, ସମସ୍ତେ ମନ ପରିବର୍ତ୍ତନ କରନ୍ତୁ। ଯଦି ସେମିତି ସେ ପର୍ଯ୍ୟନ୍ତ ପ୍ରଭୁଙ୍କର ଆଗମନ ଆଉ ହେବନି ବୋଲି ଯଦି ଭାବୁଛୁ, ତାହେଲେ କେହି ଆପଣଙ୍କର ଘରେ କେହି ବିନଷ୍ଟ ହେବାର ନଥିଲା। ଆପଣଙ୍କର ପଡ଼ିଶାରେ କେବେ ପ୍ରଭୁଙ୍କୁ ଖ୍ରୀଷ୍ଟିଆନ ନ ହେଇକି, ପ୍ରଭୁଙ୍କୁ ନ ପାଇକି, ବାପ୍ତିସ୍ମ ନ ପାଇକି ମରିବାର ବି ନଥିଲା, ମରିବାର ବି ଚାନ୍ସ ନଥିଲା। ଏତେ ହଜାର ହଜାର ଲୋକ ମରିଲେଣି, ଏତେ ଯୁଦ୍ଧରେ ଲୋକମାନେ ମରିଲେଣି, ଦୁଇଟା ବିଶ୍ୱଯୁଦ୍ଧରେ ଲୋକ ମରିଲେଣି, କେତେ ମହାମାରୀରେ ଲୋକ ମରିଲେ, କେତେ ଆକ୍ସିଡେଣ୍ଟରେ ଲୋକମାନେ ମରୁଛନ୍ତି, କେତେ ସୁସାଇଡ୍ ହେଇକି ମରୁଛନ୍ତି, କେତେ ଗୁଣିତନ୍ତ୍ର ମନ୍ତ୍ର ବିଦ୍ୟାରେ ଲୋକମାନେ ମରୁଛନ୍ତି। ଲୋକମାନେ ମରିବାର ବିନଷ୍ଟ ହେବାର ବି ଦେଖୁଛୁ ଆମେ। ତ କାହିଁ ମନ ପରିବର୍ତ୍ତନ ହେଲାନି କାହିଁକି? ଦେଖନ୍ତୁ, এই ପଦକୁ ବୁଝିବା ପାଇଁ ଆପଣମାନେ ଦେଖିବାକୁ ପଡିବ এই ବାକ୍ୟ କାହାରି ପାଇଁ ଲେଖା ଅଛି। ଦେଖନ୍ତୁ, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ତୁମ୍ଭମାନଙ୍କୁ ପିତର କହୁଛନ୍ତି ପତ୍ରିକା ଲେଖୁ ଲେଖୁ, ତୁମ୍ଭମାନଙ୍କ ପ୍ରତି, ତୁମ୍ଭମାନଙ୍କ ମଧ୍ୟରୁ କେହି ବିନଷ୍ଟ ଯେପରି ନ ହେଉ, ତୁମ୍ଭମାନଙ୍କ ମଧ୍ୟରେ ସମସ୍ତେ ଯେପରି ମନ ପରିବର୍ତ୍ତନ କରନ୍ତି। This is exclusive, not world, not universal. ବିଶ୍ୱ ସମ୍ବନ୍ଧୀୟ ପଦ ନୁହେଁ, ମଣ୍ଡଳୀ ସମ୍ବନ୍ଧର ପଦ। ତୁମ୍ଭେ ମାନେ ବୋଲି କିଏ ଏଟା ଜାଣିବା ପାଇଁ ହେଲେ ଆମେ ଦେଖିବାକୁ ପଡିବ ଏ ପତ୍ରିକା କାହାର ପାଇଁ ଲେଖା ହେଇଛି। ପିତର এই ପତ୍ରିକା କାହାର ପାଇଁ ଲେଖିଛନ୍ତି? ଦ୍ୱିତୀୟ ପିତର 1:1 ପଡୁଛି। ସିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କ ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ୱର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସାରା ଦୁନିଆ ପାଇଁ ଲେଖା ହେଇନି ଏଟା, ସବୁ ବିଜାତି ମାନଙ୍କ ପାଇଁ ଲେଖା ହେଇନି ଏଟା। ଗୋଟେ ହିସାବରେ ସମସ୍ତ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ବି ଲେଖା, ଯେଉଁମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି ଭାବୁଛନ୍ତି, ସବୁ ନାମଧାରୀ ନମିନାଲ ସାଂସାରିକ ଶାରୀରିକ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ବି ଲେଖା ହେଇନି।
କାହାରି ପାଇଁ ଲେଖା ଅଛି ପୁଣି? ହଁ କଣ? ଯେଉଁମାନେ ଆମ୍ଭମାନଙ୍କ ସହିତ, ପ୍ରେରିତ ମାନଙ୍କ ସହିତ, ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇଅଛନ୍ତି ସେମାନଙ୍କ ନିକଟକୁ ପତ୍ର ଲେଖୁଛି। ୱାଓ! ତ ଗୋଟେ ହିସାବରେ ସତୀ କନ୍ୟା ମଣ୍ଡଳୀ, ମନୋନୀତ ମଣ୍ଡଳୀ, ବିଶ୍ୱାସୀ ମଣ୍ଡଳୀ, ପରିତ୍ରାଣ ପ୍ରାପ୍ତ ମଣ୍ଡଳୀ ନିକଟକୁ ଲିଖୁଛନ୍ତି। ଆଉ ସେଇ ପଏଣ୍ଟରେ 3 ଅଧ୍ୟାୟ 9 ପଦକୁ ଆସିଲେ ଜଣା ପଡୁଛି କି ପ୍ରଭୁ ଯଦି ବିଳମ୍ବ କରୁଛନ୍ତି ତାଙ୍କର ଆଗମନ, ଏଟା ଆକ୍ଚୁଆଲି ବିଳମ୍ବ ନୁହେଁ, କେହି ବିନଷ୍ଟ ନ ହୁଅନ୍ତୁ, ସମୟ ସୁଯୋଗ ଥାଉ ଥାଉ ମନ ପରିବର୍ତ୍ତନ କରନ୍ତୁ ବୋଲି ସେ ଅପେକ୍ଷା କରି ଦୀର୍ଘ ସହିଷ୍ଣୁ ହୋଇ ବିଳମ୍ବ କରୁଛନ୍ତି। କାହାରି ପାଇଁ? ମାନେ ମଣ୍ଡଳୀ ପାଇଁ। ମଣ୍ଡଳୀରେ ଖ୍ରୀଷ୍ଟିଆନ ମାନେ କହିଥିଲି ନା କି ଖ୍ରୀଷ୍ଟିଆନ ହେଇକି ବି ଏମିତି ସମ୍ଭାବନା ଅଛି ଶୈତାନ କେତେ ଜଣକୁ ଧରିବା ପାଇଁ ଚେଷ୍ଟା କରୁଛି। ଚୋର କଣ ପାଇଁ ଆସିବ? ଚୋରି କରିବା ପାଇଁ, ହତ୍ୟା କରିବା ପାଇଁ, ଆଉ ବିନାଶ କରିବା ପାଇଁ ଆସିବ ବୋଲି ପ୍ରଭୁ କହିଲେ ଯୋହନରେ। ତ ଚୋର କିଏ? ଶୈତାନ। କଣ କଣ ପାଇଁ ଆସିବେ? ନମ୍ବର 1 ଚୋରି, ଆପଣ ମାନଙ୍କର ବହୁମୂଲ୍ୟ ଜିନିଷ ହରଣ କରିବ। ନମ୍ବର 2 ଆପଣମାନଙ୍କୁ ଆତ୍ମିକ ଭାବରେ ମାରିଦେବ, ବଧ କରିବ, ହତ୍ୟା। ନମ୍ବର 3 ଯେଉଁମାନେ ଆତ୍ମିକ ଆଶୀର୍ବାଦ ବହୁମୂଲ୍ୟ ଜିନିଷ ହରାଇଛନ୍ତି ଆଉ ଯେଉଁମାନେ ଆତ୍ମିକ ଭାବେ ମରିଯାଇଛନ୍ତି ସେମାନେ ମରିଗଲା ପରେ ବିନଷ୍ଟ ହେଇଯିବେ। ଆପଣ ପରିତ୍ରାଣ ହରାଇକି, ପବିତ୍ରତା ହରାଇକି, ବିଶ୍ୱାସ ହରାଇକି ଯେ ମରିଗଲା ଆଉ ସ୍ୱର୍ଗ କୁଆଡେ ଯିବ? ତାର ଆତ୍ମା ବିନଷ୍ଟ ହେଲା କି ନାହିଁ? ତ ଏଇ କାମ କରିବା ପାଇଁ ଚୋର ଆସିବ, ଏ ଶୈତାନ ନାମକ ଚୋର ଆସିବ। ତ ପ୍ରଭୁ କହୁଛନ୍ତି ତୁମେ ଯଦି ପ୍ରଭୁଙ୍କୁ ପାଇଛ, ଦେଖ କାଳେ ବିନଷ୍ଟ ହେବାର ପଥରେ ଚାଲି ଯାଇନାହିଁ ତ। କନଫର୍ମ ତ, ଟିକେଟ ଚେକ୍ କର, କାଳେ ୱେଟିଂ ନାହିଁ ତ, କାଳେ ଫ୍ରଡ ନାହିଁ ତ, କାଳେ ପୁରୁଣା ତାରିଖରେ ରେଜର୍ଭେସନ ବୁକିଂ ହେଇନାହିଁ ତ। ବେଳେ ବେଳେ ହୁଏ କି ନାହିଁ? ରାତି 12ଟା ଅଧର ଅଧେ ଟ୍ରେନ, ତ କୋ ରାତି 12ଟା ଅଧେ ସବୁବେଳେ କନଫ୍ୟୁଜ ହୁଏ। ଏଇ ଆଜିର ରାତିରେ 12ଟା ଅଧେ ନା କାଲି ରାତି 12ଟା ଅଧେ? କାଲି ରାତିରେ 12ଟା ଅଧେ ମାନେ ଆଜି ରାତିର 12ଟା ଅଧେ, ଆକ୍ଚୁଆଲି କାଲି ବୋଲି କହିଲେ ଡେଟଟା ଚେଞ୍ଜ ହେଇଯାଉଛି। କେତେ ଜଣ ଟ୍ରେନ ପଳେଇଲା ପରେ କାଲି ରାତି 12ଟା ଯାଇକି ଟ୍ରେନରେ ବସନ୍ତୁ, କୁହନ୍ତୁ ଟିଟି କହେ ଟ୍ରେନ ତ ଚାଲିଗଲା, ଆଜି ରାତିରେ ପଳେଇଲାନି। कहां पे गड़बड़ हो रहा है क्रिश्चियन जीवन रे? ଲୋକମାନେ ଜାଣି ବି ପାରୁନାହାନ୍ତି କି ସେମାନେ ଫେଲ ହେଇଗଲେ, ନାମ କଟିଗଲା ଏମାନଙ୍କର, ହାରିଗଲେ ବା କଣ କଣ ହାତ ଛଡା ହେଇଯାଇଛନ୍ତି ରେଲଗାଡି ବୁଲିଲା ପରେ। ପିତର କହୁଛନ୍ତି ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ କି ତୁମ୍ଭମାନଙ୍କ ମଧ୍ୟରେ କେହି ବିନଷ୍ଟ ନ ହୁଅନ୍ତୁ, ଏହା ପ୍ରଭୁ ଆଶା କରୁଛନ୍ତି। ୱାଓ! ଆପଣ ମାନେ ହଉ କି ମୁଁ ହେଉ, ପ୍ରଭୁ ଆଶା କରୁନାହାନ୍ତି କି ଆମେ ବିନଷ୍ଟ ହେବୁ ବୋଲି। ଆଉ ଯଦି ଆମେ ଖସି ଯାଉଛୁ, ଦୁର୍ବଳ ହେଇଯାଉଛୁ, ପ୍ରଭୁ କହୁଛନ୍ତି ଏବେ ବି ସୁଯୋଗ ଅଛି, ମନ ପରିବର୍ତ୍ତନ କରିଯା। କେହି ବି ନଷ୍ଟ ନ ହୋଇ ଯେପରି ସମସ୍ତେ, ସମସ୍ତେ କିଏ? ସାରା ଜଗତର ଲୋକ ନୁହନ୍ତି ଆଜ୍ଞା, ମଣ୍ଡଳୀର ସମସ୍ତେ, ପ୍ରଭୁଙ୍କ ଲୋକ ସମସ୍ତେ। ପ୍ରେଜ ଦ ଲର୍ଡ। କୋ ସମସ୍ତେ? ଦୁନିଆର ସବୁ ଲୋକ ଭାବୁଛନ୍ତି କି ନାଇଁ ନାଇଁ ନାଇଁ। ପ୍ରେଜ ଦ ଲର୍ଡ। ତ ବିଳମ୍ବ ହେଉଛି ଯେପରିକି ଆମ୍ଭମାନଙ୍କ ପାଇଁ ଗୋଟେ ସୁଯୋଗ ମିଳୁ। କୋଟା ପାଇଁ ବିଳମ୍ବ? ନମ୍ବର 1 ଯେପରିକି ଆମେ ମନ ପରିବର୍ତ୍ତନ କରିବୁ। କୋଉ ବିଷୟରେ ଖସିଗଲ ନା କଣ? କୋଉ ବିଷୟରେ ଦୁର୍ବଳ ହେଇଗଲ ନା କଣ? କୋଉ ବିଷୟରେ ମନ ପଛ ଆଡକୁ ଟାଣୁଛି ନା କଣ? ପ୍ରଭୁ କହୁଛନ୍ତି ରିପେଣ୍ଟ ଅଗେନ୍। ଆପଣମାନଙ୍କୁ କହୁଥିଲି କି ନାଇଁ, ମିଶ୍ର ଦେଶରୁ ବାହାରିକି ଇସ୍ରାଏଲି ମାନେ ଜୋର୍ଦନ ପାଖକୁ ଆସିବା ପର୍ଯ୍ୟନ୍ତ ଗୋଟେ ଟାଇମରେ ଗୋଟେ 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 ପ୍ରକାରର ଯାତ୍ରା ଚାଲିଲା। ଜୋର୍ଦନକୁ ଆସିଲା ପରେ ପରମେଶ୍ୱର କହିଲେ ଯହୋଶୁଆଙ୍କୁ कि ଏମାନଙ୍କୁ पुनर्बार सुन्नत करो। जो रास्ते में पैदा हुए हैं ना,
ଏମାନଙ୍କୁ ସୁନତି ନାହିଁ। ପୂର୍ବପୁରୁଷ ମାନଙ୍କର ସୁନତି ଥିଲା। ତ ରାସ୍ତାରେ ଯେଉଁମାନେ ଜନ୍ମ ହେଇଛନ୍ତି ନର୍ମାଲ ହେଇଯାଇଛନ୍ତି ଆଉ ସେମିତି ହିଁ ପଳାଇବୁ କିଣାଣକୁ ଭାବୁଥିଲେ ନା 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 ସୁନତ କରାହେବ। ସରକମସାଇଜ ଆଗେନ୍ ଏଇଟା ମୁଁ କହିଲି ସୁନ୍ନତ ମାନେ ନୂତନ ନିୟମର ମନ ପରିବର୍ତ୍ତନ। ନୂତନ ନିୟମର ମନ ପରିବର୍ତ୍ତନରେ ପରମେଶ୍ୱରଙ୍କର ଯାହା ଯାହା ପସନ୍ଦ ନାହିଁ ତା ଆମ ଜୀବନରୁ କାଟି ପକାଇବାର ଅଛି। ସେ ସ୍ୱଭାବ କାଟି ପକାଇବାର, ସେ ସମ୍ପର୍କ କାଟି ପକାଇବାର, ସେ ବୁଦ୍ଧି କାଟି ପକାଇବାର, ସେଇ ଆକର୍ଷଣ କାଟି ପକାଇବାର, ସେଇଭଳି କଥାବାର୍ତ୍ତା କାଟି ପକାଇବାର। ଦିସ୍ ଇଜ କଲ୍ଡ ହୃଦୟର ସୁନ୍ନତ, ଆତ୍ମିକ ସୁନ୍ନତ। ହସ୍ତ ଦ୍ୱାରା ନୁହେଁ, ବାକ୍ୟ ଦ୍ୱାରା ଓ ପବିତ୍ର ଆତ୍ମାଙ୍କ ଦ୍ୱାରା ସୁନ୍ନତ କରାଯିବା। ଆଜିର ପ୍ରଭୁଙ୍କର ଆଗମନ ପୂର୍ବରୁ ଆମ୍ଭେମାନେ ପୁନର୍ବାର ମନ ପରିବର୍ତ୍ତନ କରିବା, କାଳେ ତାହାଙ୍କରି ଆଗମନ ବିଳମ୍ବ ଦେଖିକି ଆମେ ମାନେ ମଧ୍ୟ ରିଲାକ୍ସ ହେଇଗଲ ନା କଣ? ଦେଖନ୍ତୁ ଆମେ ମାନେ ଜାଣୁ ମାଥିଉ 25:5 ମାଥିଉ 25:5 ପଢି ଦେଉଛି ମୁଁ। ଦେଖନ୍ତୁ, ବର ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ। 10 କୁମାରୀର ଦୃଷ୍ଟାନ୍ତ। କ୍ୟା ହୁଆ? ସେମାନେ ଆପଣାର ପ୍ରଦୀପ ଜାଳିକି ସେମାନେ ଅପେକ୍ଷା କରିବାର ଥିଲା। ତ ବର କଣ କଲେ? ବିଳମ୍ବ କଲେ। ମତେ ଏଇ ୱାର୍ଡଟା ଭଲ ଲାଗିଲା। The groom tarried. ବର ବିଳମ୍ବ କଲେ। କଣ ପାଇଁ ବିଳମ୍ବ କଲେ? ଦେଖିବା ଏମାନେ ଶୋଇ ପଡିବେ ନା ଉଠିକି ଅପେକ୍ଷା କରିବେ ନ ଶୋଇକି। କେତେ ଜଣ ଥିବେ କାର ଘରେ ମା ମାନେ ଶୁଅନ୍ତି ନାହିଁ। ଆମେ ଗାଡିରେ ଯେତେବେଳେ ଯାଉ ଗୋଟେ ମିଟିଂକୁ, ମୁଁ ଆମର ପ୍ରକାଶ ଡ୍ରାଇଭିଂ କରେ, ତାକୁ କୁଆଡେ ନିଦ ପଳେଇ ଆସିବ ବୋଲି ମୁଁ ନ ଶୋଇକି ଦେଖୁଥିବି। ସେ ବିଚାର କହୁଥିବ ଶୋଇ ପଡନ୍ତୁ ନା ମୁଁ ଚଳାଇ ବୋଲୁଥିବେ। ତ ମୁଁ ହେଲେ ଟିକେ ମିଟିଂରେ ବାକି କହିଥିବି ତ ମତେ ହାଲିଆ ଟିକେ ଲାଗିଲେ ସେ ଶୋଇ ପଡିବ, କିନ୍ତୁ ସଙ୍ଗୀତ ନାଇଁ ତ ଆଉ କେତେ କେବେ ଶୋଇବନି। କାଳେ ପ୍ରକାଶକୁ ନହେଲେ ପ୍ରସାଦକୁ ମାନେ ଶୋଇ ପଡେ, ସେମାନେ ନିଦ ହେଇଯିବ ବୋଲି ଦେଖୁଥିବ, ସେ ମିଟର ଦେଖୁଥିବ, ଶହେ ଉପରେ ହେଲାଣି, କମ କର ସ୍ପିଡ ଟା ଜଗିଥିବ। କାଳେ ଆମେ ଶୋଇପଡ଼ିବ ନା କଣ? ଶୋଇବାଟା ମାନେ କଣ? ମୁଁ ଜଣାଉଥିଲି ଗୋଟେ ପ୍ରକାରର ସୁଖ ବିଳାସ। ନିଦ ମିନ୍ସ ଏକ ପ୍ରକାର ରିଲାକ୍ସେସନ, ଏକ ପ୍ରକାରର ସୁଖ ବିଳାସ, ଏକ ପ୍ରକାରର କଣ କହିବେ ଡର୍ମେଣ୍ଟ ଷ୍ଟେଟ। ନିଦ୍ରା ଯିବା, ଇନଆକ୍ଟିଭ, କାମ ଛାଡ଼ିଦେବା। ବର ଏଥିପାଇଁ ବିଳମ୍ବ କରନ୍ତି ଆପଣ ମାନେ ଆକ୍ଟିଭ ଥିବେ ନା ଇନଆକ୍ଟିଭ ଥିବେ। ଆମେ ଶୁଣୁଥିଲୁ ଶିଥିଳ ତାଙ୍କରି ଆଗମନ ବା ତୁମ ମାନଙ୍କର ପଳାୟନ ଶୀତ କାଳରେ ଯେପରି ନ ହେଉ। ଥଣ୍ଡା ପଡିଯିବା। ହ୍ୱାଟ ଇଜ ଥଣ୍ଡା? ଆଉ ହେଲା, ଆଉ କେତେ କହିବ, କେତେ ଶୁଣିବା, ଥାମ। ମେଣ୍ଟାଲ ଷ୍ଟେଟ, ରିଲାକ୍ସଡ ମେଣ୍ଟାଲ ଷ୍ଟେଟ। ନାଇଁ ସେମିତି ଡରଉଥିବେ ଆସିବେ ବୋଲି, ଆଉ କୁଆଡେ ତ ଆସିଲେ ତ ନାଇଁ, ଆଉ ଠିକ ଅଛି ଆଜି ଆସିନାହାନ୍ତି ବୋଲି ଆସିବାଟା ଆଉ ନଥିବ କି ଆଜ୍ଞା? ନାଇଁ ଆଜି କାଲି ପରି ଆସିଲା ପରି ଲାଗୁନି ବୋଲି ବି କହିପାରିବନି, କାରଣ ଚିହ୍ନ ଆମ ଆଖି ସାମ୍ନାରେ ସଫଳ ହେବାର ଦେଖୁଛୁ, ଭାବବାଣୀ ଆମ ଆଖି ସାମ୍ନାରେ ସଫଳ ହେବାର ଦେଖୁଛୁ। ଆଗ ଅପେକ୍ଷା ଅନେକ ଆଗମନର ସେ ଯୁଗାନ୍ତର ଲକ୍ଷଣ ସଫଳ ହଉଛି ବୋଲି କହିବାର, ପ୍ରଚାର କରିବାର ଦେଖିବାକୁ ପାଉଛୁ ୟୁଟ୍ୟୁବରେ। ଏଥିରେ ଜଣା ପଡୁଛି କି ମଣ୍ଡଳୀ ଭିତରେ ଗୋଟେ ହଲଚଲ ବାହାରିଛି ଲୋକମାନଙ୍କ ଠାରେ।
କି ଏଟା ଆଗମନର କାଳ ଆସିଗଲା ରେ ବୋଲି। ୱାଓ, ଖାଲି ମୁଁ ଏକା କହୁଛି ବୋଲି କଣ ଦୁଃଖରେ ଥିବା ବେଳକୁ ମୁଁ ଦେଖେ ଆରେ ରେ 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 ରେ, ବହୁତ ଜାଗାରେ ପବିତ୍ର ଆତ୍ମା ଆପଣା ମଣ୍ଡଳୀକୁ ଟିକେ ଉକସାଉଛନ୍ତି ବୋଲି ଅର୍ଥ। ହୃଦୟରେ ଗୋଟେ ହଲଚଲ ବାହାରୁଛି, ଗୋଟେ ବ୍ୟସ୍ତତା ବାହାରୁଛି। ୱାଓ, ଚୁପଚାପ ବସିବାର ସମୟ ନୁହେଁ ନା ଆଜ୍ଞା। ଢୁଳାଉ ଢୁଳାଉ ଶୋଇ ପଡିଲେ ଠିକ ଅଛି, ହାଲିଆ ହେଇଯାଇ ହେବ। ଏତେ ଆଲର୍ଟ ରହି ସବୁଦିନ ତ ରହିବୁ नहीं। ओके, ଆମେ ବି ଦୁର୍ବଳ, we can understand, but sometimes क्या हुए, ବର କଣ ଛଅ ପଦରେ, କିନ୍ତୁ ଅର୍ଦ୍ଧରାତ୍ରରେ ଏହି ଦେଖ ବର ତାଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ବାହାର, ଏପରି କୋଳାହଳ ହେଲା। ଆଁ? ଏକ 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 ଚିତ୍କାର ହେଲା, ଏକ ରୋବ ଶୁଣାଗଲା कि बर आसीगले, उठ पर केते हेले सोइबो, एक टाइम आएगा उठना पड़ेगा। ସେହି ନିଦ୍ରାରୁ ଜାଗ୍ରତ ଅବସ୍ଥା ନଥିବାରୁ ଶିଷ୍ୟମାନେ ପ୍ରଭୁ ସମର୍ପିତ ହେଇଥିବା ରାତ୍ରର ପ୍ରଭୁକୁ ଛାଡ଼ିକି ପଳେଇଲ, ପାରିଲେ ନାହିଁ, ସେ ପରୀକ୍ଷାକୁ ସାମ୍ନା କରି ପାରିଲେ ନାହିଁ, ଦୁର୍ବଳ ହେଇଗଲେ, ଖସିଗଲେ, ପଳେଇଲେ ପ୍ରଭୁଙ୍କୁ ଏକଲା ଛାଡ଼ିକି। ପ୍ରଭୁ ଏଥିପାଇଁ ବିଳମ୍ବ କରୁଛନ୍ତି କି ଆପଣମାନେ ଆଉ ମୁଁ ଯଦି ଶୋଇ ପଡ଼ିବାର ଅବସ୍ଥାରେ ଅଛୁ, ଜଗତର କୌଣସି ସୁଖ ବିଳାସରେ ବ୍ୟସ୍ତ ହେଇଗଲ, ମାଇଣ୍ଡ ଟିକେ ଡାଇଭର୍ଟ ହେଇଗଲା, ଟିକେ ରିଲାକ୍ସେସନ ଯଦି ଆସିଯାଉଛି, ଗୋଟେ ଇନଆକ୍ଟିଭନେସ୍ ଯଦି ଆସିଯାଉଛି, ଉଠ, ଜାଗ୍ରତ ହୋ, ଜାଗି ଉଠ, ଆଉ ଆପଣା ପ୍ରଦୀପ ସଜାଡ଼। ତେଲ ଅଛି ନା ନାହିଁ ଦେଖ, ଆନଏଣ୍ଟିଂ ଅଛି ନା ନାହିଁ ଦେଖ, ବିଶ୍ୱାସ ଧରି ରଖିଛ ନା ନାହିଁ ଦେଖ, ସହିଷ୍ଣୁତା ଧରି ରଖିଛ ନା ନାହିଁ ଦେଖ, ପବିତ୍ରତା ପରିତ୍ରାଣ ଏ ସବୁ ରୂପକ ତୈଳ ଧରିଛ ନା ନାହିଁ, ଜଳୁଛ ନା ଲିଭି ଯାଉଛ ଦେଖ, ଧୀରେ ଧୀରେ ଅନ୍ଧକାର ଆବର୍ଣ୍ଣିତ ଦେଖ ଟିକେ। ଏଥିପାଇଁ ପ୍ରଭୁ ବିଳମ୍ବ କରନ୍ତି କି ଆମେମାନେ ନିଜକୁ ସଜାଡ଼ି ପାରିବୁ। ପ୍ରେଜ୍ ଦ ଲର୍ଡ। ନମ୍ବର 2, ଯେଶାୟା 30:18, ଓଡ଼ିଆରେ ଟିକେ ଅଲଗା ଟାଇପ ଅଛି, ହିନ୍ଦୀରେ ଟିକେ ଭଲ ଲାଗିଲା। 30:18 ଯେଶାୟା, ଟାଇମ ଅଛି କି? ହଁ ବେଟା। ପୁଣି ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ, କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି, ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ୟ। ପ୍ରେଜ୍ ଦ ଲର୍ଡ। ଏবার ଦେଖନ୍ତୁ, ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ସେ ଅପେକ୍ଷା କରିବେ, ସେଠି ବିଳମ୍ବ ଆସିବା ଦରକାର ଥିଲା ଓଡ଼ିଆରେ। ଆଉ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ। ହିନ୍ଦୀରେ କଣ ଅଛି ଦେଖନ୍ତୁ, ମୁଁ ପଢୁଛି। तो भी यहोवा इसलिए विलंब करता है कि तुम पर अनुग्रह करे, और इसलिए ऊंचे उठेगा कि तुम पर दया करे। क्यों विलंब करता है, काहे की विलंब? से जदि विलंब करिवे नहीं तो बहुत जन आपण मानक भितर किए जन हाथ छड़ा ହେଇଯିବେ आगमन, आपण ମାନଙ୍କ प्रति दया କରିକି ସେ ଅପେକ୍ଷା ବିଳମ୍ବ କରୁଛନ୍ତି, ପୁଣି ସେ ବି ଆସୁ ବୋଲି। ବେଳେ ବେଳେ ଟ୍ରେନ୍ ଟାଇମ୍ ହେଇଯାଉଥିବ, ବସ୍ ଟାଇମ୍ ହେଇଯାଉଥିବ, ସମସ୍ତେ ରେଡି ହେଇଯାଉଥିବେ, ଆମେ ଜଣଙ୍କ ପାଇଁ ଜଗିଥିବୁ, ସେ ଜଣେ ଭାଇ ଆସି ବୋଲଥିଲେ, ସେ ଜଣେ ଭାଇ ଆସି ବୋଲଥିଲେ, ଚାଲ ପରସେ ପଛରେ ଆସି ବୋଲେ ଲୋକ କହିଲେ ବି କେତେ ଜଣ ଶୁଣୁନଥିବେ, ନା ନା ତାର ପାଇଁ ଦରକାର ଥିଲେ ତୁମମାନେ ପଳ, ଆମେ ପଛରେ ଆସିବୁ। ଜଣକୁ ଛାଡିବା ପାଇଁ ଆମେ ଇଚ୍ଛା କରୁନଥାଉ, ନା ନା ବେଚାରା ଏକଲା ହେଇଯିବ, ରହିଯିବ, କଣ ପାଇଁ ବିଳମ୍ବ କରୁଛି କିଏ, କୁଆଡେ ଅଟକି ଗଲା କି ନାଇଁ। ପ୍ରଭୁ ଦେଖୁଛନ୍ତି ବହୁତ ଲୋକ ଅଟକି ଯାଉଛନ୍ତି କୋଉ ଗୋଟେ କାର୍ଯ୍ୟକଳାପରେ, ରାଗ ଲାଗିବ ତ।
ଏତେ ଅବହେଳା ହେଲେ କି କେବେ ଉଠିବାର ଥିଲା ନାଇଁ ଆଗେ ଟିକେ ଲେଟ୍ ହେଇଗଲା ଆମେ ଟିକେ କରେଣ୍ଟ ନଥିଲା après ସକାଳୁ ବାହାରିବାର ଥିଲା ତ ରେଡି ହେବାର ଦରକାର ନଥିଲା କି ଆମେ ରାଗି ଯାଉ ହଉ ଭାଇ ପଳାଅ ଭାଇ ତୁମମାନେ ପଳାଅ ମୁଁ ଆମେ ପଛରେ ଯିବୁ ନହେଲେ ଦେଖିବା ରାଗିକି ପଳାଇ ହବ କିନ୍ତୁ ପ୍ରଭୁ କଣ କରୁଛନ୍ତି ନାଇଁ ଦୟା କଲେ ପୁଣି तेरे लिए मैं लेट करूंगा ଆପଣ ମାନଙ୍କ ମଧ୍ୟ ଜଣଙ୍କ ପାଇଁ କାହା ପାଇଁ କି ପ୍ରଭୁ ଲେଟ୍ କରୁଛନ୍ତି ଦୟା ପାଇଁ ଦୟା ଓନ୍ଲି ବିକଜ ଅଫ ଦୟା ପ୍ରିପେୟାର ହେବାଟା ଲେଟ୍ ହେଇଗଲା ଗାଧେଇବାଟା ଲେଟ୍ ହେଇଗଲା ପ୍ୟାକ୍ କରିବାଟା ଲେଟ୍ ହେଇଗଲା ବାହାରିବାଟା ଲେଟ୍ ହେଇଗଲା ନାଇଁ ଉଠିବାଟା ଲେଟ୍ ହେଇଗଲା ରାତିରେ ଲେଟ୍ ରେ ଶୋଇଲୁ କଣ ହେଲା କି ଦେହ ଖରାପ ଥିଲା ନା କଣ ପ୍ରଭୁ ବିଳମ୍ବ କରୁଛନ୍ତି ମାନେ କେତେ ଜଣଙ୍କ ପାଇଁ ଦୟାରେ ବିଳମ୍ବ କରୁଛନ୍ତି ଏଇ ଦୟାକୁ ଆପଣ ମାନେ ମିସୟୁଜ କରନ୍ତୁ ନାହିଁ ଦୟାର ସଦ୍ବ୍ୟବହାର କରନ୍ତୁ ପ୍ରଭୁ ମୋର ପାଇଁ ବୋଧେ ବିଳମ୍ବ କରିଦେଇଛ ନା କଣ ଆସିଯିବାର ଥିଲା ନା କଣ 2025 ହିଁ ଆସି ଯାଇଥାନ୍ତା ନା କେମିତି କି ମୋର ପାଇଁ ବିଳମ୍ବ କଲ ଆପଣ କେତେ ଜଣ ବାପ୍ତିସ୍ମ ନେଇନାହାନ୍ତି ନାଇଁ କି ଆପଣଙ୍କ ପାଇଁ ବୋଧେ ପ୍ରଭୁ ବିଳମ୍ବ କରିଦେଇଛନ୍ତି ନା କେମିତି କି କେତେ ଜଣ ପବିତ୍ର ଆତ୍ମା ପାଇନାହାନ୍ତି ନାଇଁ ଆପଣ ମାନଙ୍କ ପାଇଁ क्या ये जो डिले हो रहा है ना इससे ज्यादा डिले नहीं होगा यूज कर प्रभु ଯାହା ହଉ ବେଳେ ବେଳେ ଆମେ ଧାଇଁ ଧାଇଁ ପଳାଇଥିବ ଆଜ୍ଞା ଟ୍ରେନ ତ ପଳାଇଥିବ ଗଲା ଟିକେଟ ଫିକେଟ ଗଲା ବେଶ ହେଇଗଲା ଆଗ କହୁଥିଲେ ସକାଳୁ ରେଡି ହୋ ପିଲାମାନେ କହୁଥିଲେ ରେଡି ହୋ ବୋଲି କହୁଥିଲେ ଶୁଣିଲେ ନାଇଁ ବାପା ମାନେ ଗାଳି ଟ୍ରେନ ଯଦି ପଳାଇବ ଦେଖ ତୁମମାନଙ୍କୁ କଣ କରିବି ବୋଲି ହଉଥିବ ଏ ମା ମାନଙ୍କ ପ୍ରଭୁ ଦୟା କର ଟ୍ରେନ ମିଳୁ 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 ହଉଥିବେ ସମାନ ଦେଖିଲା ବେଳକୁ ଟ୍ରେନ 2 ଘଣ୍ଟା ଲେଟ୍ କେତେ ରିଲାକ୍ସ ଲାଗିବ ଯାହା ହଉ ଆମ ମାନଙ୍କର ଅବହେଳାକୁ ଆଉ ଟ୍ରେନକୁ ସମାନ नहीं 2 घंटा लेट हो जाता है ट्रेन बेले बेले आमर व्यस्त टेंशन ट्रेन पळाइबो पैसा नष्ट हो गला पैसा मिलिबने आ केमती करिवो गाली करबे घर गाली करबे अरे बापा गाली कर पकाउथबो ते डर लागुथबो नै कि मां मानको देखला बेलको ट्रेन सत्र लेट बा चाहा हो एथरो करिबे नै प्रभु एथरो जम्मा दया करलो प्रभु लेट करलो तुम धन्यवाद देउछ आ केबे लेट करिबे नै प्रभु स्टेशन जीवाको ଏଇଟା ପାଇଁ ପ୍ରଭୁ ବିଳମ୍ବ କରନ୍ତି କି ତୁମେ କୁହ ଆଉ କରିବି ଆଉ ଲେଟ୍ କରିବିନି ପ୍ରଭୁ ଯାହା ହଉ ମୋର ପାଇଁ ବୋଧେ ରହିଗଲ ମୋର ପାଇଁ ସେ ମେଘ ଟେକା 2 ଘଣ୍ଟା ଲେଟ୍ ହେଇଗଲା 2 ଦିନ ଲେଟ୍ ହେଇଗଲା ଦୟା ଆଜ୍ଞା ଆମେ ରାଗି ଯିବୁ ନାଇଁ ସବୁ ବିନଷ୍ଟ ହେଇଯାଆନ୍ତୁ ଏତେ ଦିନରୁ କହୁଥାଉଛେ ଏତେ ଦିନରୁ ବୁଝାଉଛେ ବୁଝୁନାହାନ୍ତି ଶୁଣୁନାହାନ୍ତି ଯାଅ ହାତ ଯୋଡା ହେଇଗଲେ ମହାକ୍ଲେଶରେ ପଡିଗଲେ ସେ ବିଶ୍ୱ ଯୁଦ୍ଧରେ ସବୁ ଧରା ପଡିଲେ ସେତେବେଳେ ବୁଦ୍ଧି ଆସିବ ମାନଙ୍କୁ ଆମେ କହିଦେବୁ ଆମକୁ କଣ କିନ୍ତୁ ପ୍ରଭୁ କଣ କହୁଛନ୍ତି ନା 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 ଏମାନେ ହାତ ଛଡାଇ ଗଲେ ଦୁନିଆର ନରକ ଜିଅନ୍ତା ନରକ ଦେଖି ସମ୍ଭାଳି ପାରିବେନି ଏମାନେ ଅପେକ୍ଷା ଟିକେ କରିବା ପ୍ରଭୁ ଦାସ ମାନଙ୍କୁ ପଠାଉଛନ୍ତି ଚେତାଇ ଦିଅ ଏମାନଙ୍କୁ ପବିତ୍ର ଆତ୍ମାକୁ ପଠାଇଛନ୍ତି ଏମାନଙ୍କୁ ଚେତନା ଦିଅ ଟିକେ ଏବେ ବି ସମୟ ଅଛି ଫେରି ଆସେ ଏବେ ବି ସମୟ ଅଛି ଫେରି ଆସେ କଣ ବିନଷ୍ଟ ମାନେ ଏତେ ଏତେ ହୃଦୟ କଠିନ କଲେ ବିନଷ୍ଟ ହେଇଗଲେ କଣ ହେଇଯିବ ତମର ବିନଷ୍ଟ ହେଇଯାଆନ୍ତୁ ଏମାନେ ତ ପ୍ରଭୁ କହୁଛି ନା ଦୟା ଲାଗୁଛି ଟିକେ ପାପ ବିଚାର ଲାଗୁଛି ସମ୍ଭାଳି ପାରିବେନି ଏଇଟା ସବୁ ଆଗାମୀ ଭବିଷ୍ୟତର ଘଟଣା ସବୁ ସମ୍ଭାଳି ପାରିବେ ନାହିଁ ପ୍ରେଜ ଦ ଲର୍ଡ ତ ନମ୍ବର 1 କେହି ବିନଷ୍ଟ ନ ହୁଅନ୍ତୁ ମନ ପରିବର୍ତ୍ତନ କରୁ ଆପଣ ମାନଙ୍କ ମଧ୍ୟରୁ ଯେଉଁମାନେ ବାକ୍ୟ ଶୁଣୁଛନ୍ତି ସେମାନଙ୍କୁ କୁହାହଉଛି ଆପଣ ମାନଙ୍କ ମଧ୍ୟରୁ ପରିତ୍ରାଣ ନ ପାଇକି ମନ ପରିବର୍ତ୍ତନ ନ କରିକି ବାପ୍ତିଜିତ ନ ହେଇକି ଯଦି କିଏ ଅଛ ପ୍ରଭୁ ଅପେକ୍ଷା କରୁଛନ୍ତି ବିଳମ୍ବ କରୁଛନ୍ତି କି ତୁମେ ମାନେ ବି ନଷ୍ଟ ନ ହେବ ନମ୍ବର 1 ନମ୍ବର 2 ଯେତେ ଜଣ ପ୍ରଭୁଙ୍କୁ ପାଇଛ ଆଗେ କେତେ ଉଦ୍ଯୋଗୀ ହେଇକି ଥିଲ ନାଇଁ କି ପ୍ରଭୁଙ୍କ ଠାରେ ଏବେ ଟିକେ ଟିକେ ଶିଥିଳ ହେଇକି ଏବେ ଟିକେ ଟିକେ ଜଗତରେ ଏବେ ଟିକେ ଟିକେ ଷ୍ଟାଇଲ ହେଇକି ଟିକେ ଟିକେ ସବୁ ମେକଅପ ସବୁ ଷ୍ଟାର୍ଟ ହେଉଛି ନାଇଁ କି ଏଇ ନିଦ୍ରା ଅବସ୍ଥାରୁ ଜାଗ୍ରତ ହେବା ପାଇଁ ପ୍ରଭୁ ବିଳମ୍ବ କରୁଛନ୍ତି नो डोंट गेट स्लीप ଅଚେତନ ଅଚେତ ଅବସ୍ଥାରେ ରୁହ ନାହିଁ ଚେତନା ପାଅ ସଜାଡ ଆପଣର ଆତ୍ମା ରୂପକ ପ୍ରଦୀପ ସଜାଡ ଲିଭି ଯାଉଛ ନା କଣ
କେତେ ଜଣଙ୍କର ପ୍ରାର୍ଥନାରେ ବିଲକୁଲ କିଛି ନଥିବ ବେଚାରା, ବୁଝିଲେ କି? ନୋ ଫାୟାର, ନିଆଁ ନାହିଁ, ନିଆଁ ନଥାଇକି, ଚୁଲିରେ ନିଆଁ ନଥାଇକି ତୁମେ କେତେ ଭାତ ବସାଇଲେ ବି ଚାଉଳ ଏକା ଥିବ ଆଜ୍ଞା 1.5 ଘଣ୍ଟା, ଜଳୁ ଟିକେ ହୃଦୟରେ କିଛିଟା, ପ୍ରଭୁ ସୁଯୋଗ ଦେଉଛନ୍ତି ଜଳାଇବ କି ଜାଣି ବୋଲି। That fire will prepare you. Number 3, ଦୟାରେ ବିଳମ୍ବ କରୁଛନ୍ତି। କେତେ ଜଣକୁ ଦେଖିଲେ ଆମେ ରାଗି ଯାଉ, ବିନଷ୍ଟ ହେଇଯାଆନ୍ତୁ, ଏମାନେ ଭଲ ଲାଗୁଥିବ। ରାଜୁଡାନ ଲୋକ କଣ କଲା? ରାଜୁଡାନ କୃଷାର୍ପିତ ହେଇଛି କି ଯେ, ରାଜୁଡାନ ଲୋକ ରକ୍ତ ବହିଛି କି ଯେ, ରାଜୁଡାନ ସେମିତି କହିବେ, ବିନଷ୍ଟ ହେଇଯାଆନ୍ତୁ ଏମାନେ। କିନ୍ତୁ ପ୍ରଭୁ କଣ ନା, ମୋର କ୍ରୁଶ ମୋର ରକ୍ତ ଏମାନଙ୍କ ପାଇଁ ନଥିଲା କି ବୃଥା ନ ହେଉ, ମୋର କୃଷ୍ୟ ନିର୍ଯାତନା ଯାହା ସହିଛି ବ୍ୟର୍ଥ ନ ହେଉ, ପରିତ୍ରାଣ ପାଇଯାଆନ୍ତୁ ଏମାନେ, ଏମାନେ ବି ଆସିଯାଆନ୍ତୁ, ସେ ବି ଆସିଯାଉ, ଇଏ ବି ଆସିଯାଉ। ପ୍ରଭୁ ଦୟା କରୁଛନ୍ତି କେତେ ଜଣଙ୍କ ପାଇଁ। ଆଉ ତାଙ୍କୁ ପରୀକ୍ଷା କରିବାନି ଆଜ୍ଞା, କହିବା ପ୍ରଭୁ ଏଇ 2024 ଦେଖିବି ବୋଲି ଭାବୁନଥିଲି, କୋଉ ଆକ୍ସିଡେଣ୍ଟରେ ମରି ଯାଇଥାନ୍ତି, କୋଉ ସୁସାଇଡ ହେଇକି ମରି ଯାଇଥାନ୍ତି, କୋଉ ରୋଗରେ ପଡିକି ମରିଥାନ୍ତି, ବଞ୍ଚାଇ ଦେଲ ପ୍ରଭୁ, ଧନ୍ୟବାଦ ବୋଲିବାର। ଆଉ ଦୁନିଆ ଆଡକୁ ଯିବି ନାହିଁ ପ୍ରଭୁ, ଗୋଡ ଧରିବା, ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା।